ଏହା ହେଉଛି ବଲାଙ୍ଗୀରର ଜଣେ ବହିଷ୍କୃତ ଓଡ଼ିଆ ସିଆରପିଏଫ୍ ଯବାନଙ୍କ କଥା। ନ୍ୟାୟ ପାଇଁ ଅଦାଲତ ଦୌଡ଼ି ଦୌଡ଼ି ସର୍ବସ୍ୱାନ୍ତ ହୋଇଥିବା ବଲାଙ୍ଗୀରର ସୁଧୀର ଦାସ ଶେଷରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ପାଇଁ ଚିଠି ଲେଖିଥିଲେ। ସୁଧୀର ଦାସ 2028 ମସିହାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ୍ରେ ନିଯୁକ୍ତି ପାଇଥିଲେ। ଚାକିରିର 2 ବର୍ଷ ପରେ 2010 ମସିହାରେ ତାଙ୍କ ବିରୁଦ୍ଧରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଳିଉଡ଼ାର ଗାଁର କିଛି ଲୋକେ ଟଙ୍କା ଠକେଇ ଅଭିଯୋଗ ଆଣିଥିଲେ, ଯେଉଁଥିରେ ସୁଧୀର ଗିରଫ ହୋଇ ଜେଲ୍ ଯାଇଥିଲେ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭାବେ ମଧ୍ୟ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। 2018ରେ ବଲାଙ୍ଗୀର ଜେଏମ୍ଏଫସି ଅଦାଲତ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ପରେ ସିଆରପିଏଫ୍ରେ ପୁନଃ ନିଯୁକ୍ତି ଆବେଦନ ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶା ହାଇକୋର୍ଟ 2024 ନଭେମ୍ବର 20 ତାରିଖରେ ରାୟ ଶୁଣାଇଥିଲେ। ହାଇକୋର୍ଟ ଏହି ରାୟ ଉପରେ ପୁନର୍ବିଚାର ସହିତ ତାଙ୍କୁ ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ନ ଦେବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ 90 ଦିନ ବିତି ଯାଇଥିଲେ ସୁଦ୍ଧା ସିଆରପିଏଫ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଗତକାଲି ସୁଧୀରଙ୍କ ପାଖକୁ ଏକ ଖୁସି ଖବର ଆସିଥିଲା। ଏହା ଶୁଣି ସୁଧୀରଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଦୀର୍ଘ 14 ବର୍ଷର ଆଇନଗତ ଲଢ଼େଇ ଲଢ଼ିବା ପରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେଇଛନ୍ତି ସିଆରପିଏଫ୍ ଅଧିକାରୀ। ଆସନ୍ତା 13 ତାରିଖ ତାଙ୍କର ସମସ୍ତ କାଗଜପତ୍ର ଧରି ଭୁବନେଶ୍ୱର ଅଫିସରେ ହାଜର ହେବାକୁ ଏକ ଚିଠି ଆସିଥିବା ସୁଧୀର କହିଛନ୍ତି। ତାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଭୁବନେଶ୍ୱର ଆସି ଡିଜିଙ୍କ ସହ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ। सुधीर कुमार दास हाँ डिपार्टमेंट तरफ काली मत गोटे फोन आसाला मत गोटे आदेश गोटे 13 तारिख सब डॉक्यूमेंट धरिक पहुँचार लगे गणमाध्यम प्रतिनिधि मैंने जेन हाइलाइट जेन कले जेन प्रचार प्रसार जेन हो गला सेटा के देखिक से माने बोधे ये कर मोर आशा मुझे तो 12 तारिख राति बाहर जेहेतु 350-400 किलोमीटर दूर रोचे तो 13 तारिख मत 11:30 डीआईजी निजे भेटवा लगे स्वयं भेटवा लगे मत आशा तो 100% अच्छे मत न्याय देवे बोली। मोर ना नमिता त्रिपाठी न्याय लगे लड़ुन आज्ञा 14 वर्ष है न्याय नहीं पानु बोले कौन कर लास्ट इच्छा मृत्यु आवेदन कर ऑफिस रो 13 तारिख आसिक हमको भेटन बोली हाँ न्यायालय उपरे तो मोर विश्वास अच्छे जे हमको न्याय देवे बोली 14 वर्ष है आज्ञा मोर ससुर पेंशन टी पाछन से सपोर्ट करुछन हमको अने अनेक रिंदा छांग छरसानो माँ घर इनो एंता सेंता करी चलुछु आ का करबो हाँ आशा तो लागुछे देवे न्याय बोली न्याय नहीं देले का करि परबो से जहा कहितले सेटा सेति मैं भी सपोर्ट करुछन ताहाको आ से जेन स्टेप नोचन बे मैं तांकर पछाडे सब बोले अछि। बलांगीरु अंजु पृष्टिंग रिपोर्ट विश्व विजयी न्यूज ओडिशा।